ମାତ୍ର 15 ବର୍ଷ ବୟସ, କିନ୍ତୁ ବିଶ୍ୱ କ୍ରିକେଟରେ ଏମିତି ଇତିହାସ ଯାହା ସଚିନ ତେନ୍ଦୁଲକର ମଧ୍ୟ ନିଜ ନାମରେ କରିପାରିନଥିଲେ। ଜିମ୍ବାୱେ ବିପକ୍ଷରେ ବ୍ୟାଟ୍ ହାତରେ ବିସ୍ଫୋରଣ କରି ନୂଆ ୱାର୍ଲଡ ରେକର୍ଡ ଗଢ଼ିଦେଲେ ଭାରତର ଯୁବ ସେନାପତି ବୈଭବ ସୂର୍ଯ୍ୟବଂଶୀ। ତେବେ କ'ଣ ସେହି ରେକର୍ଡ? କେମିତି ମାତ୍ର 18ଟି ବଲ୍ରେ ସାରା ବିଶ୍ୱକୁ ଚମକାଇ ଦେଲେ? ଆଉ କାହିଁକି ଏବେ ସବୁଠି ତାଙ୍କ ନାଁରେ ଚର୍ଚ୍ଚା? ଆସନ୍ତୁ ଜାଣିବା ଆଜିର ଏହି ବଡ଼ ରିପୋର୍ଟରେ। ଭାରତ ଓ ଜିମ୍ବାୱେ ମଧ୍ୟରେ ଆରମ୍ଭ ହୋଇଛି 5 ମ୍ୟାଚ୍ ବିଶିଷ୍ଟ ଟି20 ସିରିଜ୍। ହରାରରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତୀୟ ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ 20 ଓଭରରେ 7ଟି ୱିକେଟ୍ ହରାଇ 125 ରନ୍ କରିଥିଲା। ଲକ୍ଷ୍ୟ ଦେଖିବାକୁ ସହଜ ଲାଗୁଥିଲା, କିନ୍ତୁ ସମସ୍ତଙ୍କ ନଜର ଥିଲା ଭାରତର 15 ବର୍ଷୀୟ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଇଂଲଣ୍ଡ ଗସ୍ତରେ ଲଗାତାର ବିଫଳ ହେବା ପରେ ବୈଭବଙ୍କୁ ସୋଶାଲ ମିଡ଼ିଆରେ ଭୟଙ୍କର ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା। 3ଟି ମ୍ୟାଚ୍ରେ ସେ କ୍ରମେ 14, 13 ଓ 15 ରନ୍ କରିଥିଲେ। ଅନେକ କହୁଥିଲେ ଏତେ ଶୀଘ୍ର ତାଙ୍କୁ ଟିମ୍ରେ ସୁଯୋଗ ଦେବା ଭୁଲ, କିନ୍ତୁ ବଡ଼ ଖେଳାଳିଙ୍କ ପରିଚୟ ହେଉଛି ସମାଲୋଚନାର ଜବାବ ବ୍ୟାଟ୍ରେ ଦେବା, ଆଉ ବୈଭବ ସେହି କାମଟା କରିଦେଲେ। ଅଭିଷେକ ଶର୍ମା ମାତ୍ର 1 ରନ୍ କରି ଆଉଟ୍ ହୋଇଯିବା ପରେ ଲାଗୁଥିଲା ଭାରତ ଚାପରେ ପଡ଼ିପାରେ, କିନ୍ତୁ ଅନ୍ୟପଟେ ବୈଭବ ସୂର୍ଯ୍ୟବଂଶୀଙ୍କ ଏକାକୀ ଜିମ୍ବାୱେ ବୋଲରଙ୍କ ଉପରେ ଆକ୍ରମଣ ଜାରି ରଖିଥିଲେ। ଚାରିଆଡ଼େ ଚୌକା, ଛକା ଆଉ ଛକା, ପ୍ରତ୍ୟେକ ବୋଲରଙ୍କ ଲାଇନ୍ ଲେନ୍ଥକୁ ନଷ୍ଟ କରିଦେଉଥିଲେ ଏହି ଯୁବ ବ୍ୟାଟର। ମାତ୍ର 18ଟି ବଲ୍ରେ 4ଟି ଚୌକା ଓ 4ଟି ବିଶାଳ ଛକା ସହିତ ଅର୍ଦ୍ଧଶତକ ପୂରଣ କରିଦେଲେ ବୈଭବ। ଆଉ ଏହି ଅର୍ଦ୍ଧଶତକ ସହିତ ତିଆରି ହୋଇଗଲା ଇତିହାସ। 15 ବର୍ଷ 118 ଦିନ ବୟସରେ ବୈଭବ ସୂର୍ଯ୍ୟବଂଶୀ ହୋଇଗଲେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଅର୍ଦ୍ଧଶତକ ମାରିଥିବା ବିଶ୍ୱର ସବୁଠାରୁ କମ୍ ବୟସର ବ୍ୟାଟର। ଏହା ପୂର୍ବରୁ ଏହି ରେକର୍ଡ ନେପାଳର କୁଶର ମଲ୍ଲାଙ୍କ ନାଁରେ ଥିଲା। ସେ 15 ବର୍ଷ 340 ଦିନ ବୟସରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ଏବେ ସେହି ରେକର୍ଡ ଭାଙ୍ଗି ନୂଆ ଇତିହାସ ଲେଖିଛନ୍ତି ବୈଭବ। ଏତିକି ନୁହେଁ, ଭାରତ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଏକ ବଡ଼ ରେକର୍ଡକୁ ମଧ୍ୟ ପଛରେ ପକାଇଦେଲେ ଏହି ଯୁବ ବ୍ୟାଟର। 1999 ମସିହାରେ ପାକିସ୍ତାନ ବିପକ୍ଷରେ ସଚିନ 16 ବର୍ଷ 213 ଦିନ ବୟସରେ ପ୍ରଥମ ଆନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ବୈଭବ ସେହି କୀର୍ତ୍ତିକୁ ପ୍ରାୟ 1 ବର୍ଷ ପୂର୍ବରୁ ହାସଲ କରି ନୂଆ ଇତିହାସ ଗଢ଼ିଛନ୍ତି। ହେଲେ ଅର୍ଦ୍ଧଶତକ ପରେ ବୈଭବ ରୋକିନଥିଲେ। ଆଉ ଏକ ବଡ଼ ସଟ୍ ଖେଳିବାକୁ ଯାଇ ରିଚାର୍ଡ ଗାଭାରଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତାଙ୍କର ଏହି ବିସ୍ଫୋରକ ଇନିଂସ ମାତ୍ର 19ଟି ବଲ୍ରେ ଶେଷ ହୋଇଥିଲା, କିନ୍ତୁ ସେତେବେଳକୁ ସେ ମ୍ୟାଚ୍ର ମୁହଁ ବଦଳାଇ ସାରିଥିଲେ। ଏବେ ପ୍ରଶ୍ନ ହେଉଛି, ଏହି 15 ବର୍ଷୀୟ ବ୍ୟାଟର କ'ଣ ଆଗାମୀ ଦିନରେ ଭାରତୀୟ କ୍ରିକେଟର ପରବର୍ତ୍ତୀ ସୁପରଷ୍ଟାର ହେବେ? ଯେଉଁ ବୟସରେ ଅନେକ ଖେଳାଳି ଘରୋଇ କ୍ରିକେଟରେ ସ୍ଥାନ ପାଇଁ ସଂଘର୍ଷ କରୁଛନ୍ତି, ସେହି ବୟସରେ ବୈଭବ ଆନ୍ତର୍ଜାତୀୟ କ୍ରିକେଟରେ ବିଶ୍ୱ ରେକର୍ଡ କରୁଛନ୍ତି। ଯଦି ସେ ଏଭଳି ପ୍ରଦର୍ଶନ ଜାରି ରଖନ୍ତି, ତେବେ ଆଗାମୀ ଦିନରେ ଭାରତୀୟ କ୍ରିକେଟକୁ ଏକ ନୂଆ ସୁପରଷ୍ଟାର ମିଳିପାରେ। ତାହେଲେ ବନ୍ଧୁମାନେ, ବୈଭବ ସୂର୍ଯ୍ୟବଂଶୀଙ୍କ ଏହି ଐତିହାସିକ ପାରିକୁ ନେଇ ଆପଣଙ୍କ ମତ କ'ଣ? ସେ କ'ଣ ଭାରତରେ ପରବର୍ତ୍ତୀ ସୁପରଷ୍ଟାର ହେବେ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଏଭଳି ତାଜା କ୍ରିକେଟ ଖବର ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।